ସଣ୍ଡେରେ ପିଲାଙ୍କର ଆଗ ଡିମାଣ୍ଡ କ'ଣ ମାମା ଆଜି କରିବ। ତେଣୁ ମୁଁ କହିଲି କି ଯାହା ହେବ ଦେଖିବା ବାବା ଆଣିବେ କରିବା। ପୁଅ କହିଲା ନାଇଁ ମାମା ଚିଙ୍ଗୁଡ଼ି ଆଜି କର, ବଟର୍ ଗାର୍ଲିକ୍ ପ୍ରନ୍ କରିବ। ମୁଁ ସେଠୁ ବଟର୍ ଗାର୍ଲିକ୍ ପ୍ରନ୍ କରିବାକୁ ପ୍ରସ୍ତୁତ ହେଇଗଲି। ଚିଙ୍ଗୁଡ଼ିକି ଆଗ ମ୍ୟାରିନେଟ୍ କରି ଲେମ୍ବୁ ଲୁଣ ଆଉ ଟିକେ ଗୋଲମରିଚ ଛେଚା କରିକି ଦେଇଦେଲି, ଗୋଳେଇ ଦେଇ ମ୍ୟାରିନେଟ୍ କରି ରଖିଥିଲି। ତାପରେ ବଟର୍ ଟିକେ ପକେଇ କଡ଼େଇରେ ସେ ରସୁଣ ଟିକ୍ କରି କାଟିକି ରଖିଥିଲି ପକେଇଲି। ତାପରେ କଞ୍ଚା ଲଙ୍କା ପକେଇଲି। କଞ୍ଚା ଲଙ୍କା ପରେ ଅଦା ବି ଟିକେ ଗୁଣ୍ଡ ଗୁଣ୍ଡ କରି ପକେଇଥିଲି। ତାପରେ ସେ ଚିଙ୍ଗୁଡ଼ି ଯାକ ମ୍ୟାରିନେଟ୍ କରି ରଖିଥିଲି ତାକୁ ପକେଇଦେଲି। ପକେଇଦେଲା ପରେ ଚିଙ୍ଗୁଡ଼ି ଭଲ ଭାବେ ଭୁଜି ହେଇସାରିଲା ପରେ ତାପରେ ଟିକେ ଅଦା ରସୁଣ ଛେଚା ଆଉ ଟିକେ ଲଙ୍କାଗୁଣ୍ଡ ଦେଇ କ୍ଷୀର ଟିକେ ଦେଇଦେଲି। କ୍ଷୀର କ୍ରିମ୍ ଯେହେତୁ ନଥିଲା ମୁଁ ଟିକେ କ୍ଷୀରର ସର ଦେଖିକିରି ଦେଇକି ତାପରେ ଧନିଆ ପତ୍ର ଦେଇକି ବାସ୍ ବହୁତ ଇଜି ଥିଲା ସେ ଚିଙ୍ଗୁଡ଼ିର ପ୍ରନ୍ କରିବା ପାଇଁ, ଯେଉଁ ବଟର୍ ଗାର୍ଲିକ୍ ପ୍ରନ୍ କରିବା ପାଇଁ। ପୁଅକୁ ବହୁତ ଭଲ ଲାଗିଲା। ପୁଅ ଝିଅ ବାବା ମିଶିକି ସମସ୍ତେ ଖାଇଲୁ।